ସୁଶାନ୍ତ ବାବୁ ତାଙ୍କର ସେପଟେ ଗୋଟେ ପ୍ରୋଗ୍ରାମ ରେ ଥାନ୍ତି, ତାଙ୍କ ମାମୁଙ୍କ ଦେହ ଖରାପ ଥାଏ, ମତେ କହିଲେ ସାର୍ ଜଣେ ପ୍ରିନ୍ସିପାଲ ମ୍ୟାଡମଙ୍କ ସହିତ ଆପଣ ଟିକେ କଥା ହେଇଯାଇଥିବେ। ଆଜି ସକାଳେ ମୁଁ ସେ ପ୍ରିନ୍ସିପାଲ ମ୍ୟାଡମଙ୍କର ଉଦାହରଣ ଦଉଛି। ସେ ଆସୁଥାନ୍ତି କଲେଜରୁ, ବୋଧେ ସେ ବେଗୁନିଆ ପାଖରେ କଲେଜ ଗଡମାଣିତ୍ରୀ ପାଖରେ ଗୋଟେ କଲେଜ ଅଛି, ଆଶ୍ରମ ସ୍କୁଲ ଅଛି, ଦିଟା ଗୋଟେ କଲେଜ ଆଉ ସ୍କୁଲର ଦାୟିତ୍ୱ ତାଙ୍କୁ ଦିଆହେଇଛି। ଜଣେ ଲେଡି ରହୁଛନ୍ତି ଭୁବନେଶ୍ୱରରେ। ଯେତେବେଳେ ମୁଁ ତାଙ୍କ ସହିତ ଡିସ୍କସନ ଷ୍ଟାର୍ଟ କଲି, ମତେ ସେ କହିଲେ କେଦାର ବାବୁ ଏ ତ ଆଶ୍ଚର୍ଯ୍ୟ ଲାଗୁଛି, ଏମିତି କଣ ସବୁ ପଇସା ବଣ୍ଟାଯାଏ, ଏମିତି କଣ କିଏ ମାଗଣାରେ ରାସନ ଦିଏ, ଏମିତି କଣ ସ୍ୱରୋଜଗାର ଯୋଜନାରେ ଆପଣ କହୁଛନ୍ତି 350 ଟଙ୍କା ଥରେ ଦେଇକରି 1,09,90,000 ପର୍ଯ୍ୟନ୍ତ ମିଳିବ, ଏମିତି କଣ ଗୋଟେ ବିଶ୍ୱାସ ଯୋଗ୍ୟ? ସେ କହିଲେ ତାଙ୍କର ଅଧିକାର ଅଛି, ଯେକୌଣସି ଗୋଟେ ଲୋକ ବି ଅବିଶ୍ୱାସ କରିବ, ମୁଁ ବି ଅବିଶ୍ୱାସ କରୁଥିଲି। ଦିନ ଥିଲା 7 ମାସ 8 ମାସ ତଳେ। ସେ କହିସାରିଲା ପରେ ମୁଁ ପୋଲାଇଟଲି ମ୍ୟାଡମକୁ କହିଲି, ମ୍ୟାଡମ ମୁଁ କିଛି କଥା କହିବି, କିଛି ଖରାପ ଭାବିବେନି? କହିଲେ କହୁନାହାନ୍ତି। ମୁଁ କହିଲି ଆପଣ ଅବିଶ୍ୱାସ କଲେ କଣ ଦୁନିଆଟା ଓଲଟିଯିବ? ଦାନବୀର ହରିଶ୍ଚନ୍ଦ୍ର ସେ ଦାନ କରୁଥିଲେ, ଆପଣ ଅବିଶ୍ୱାସ କରିବେ, ଦାନବୀର ହରିଶ୍ଚନ୍ଦ୍ର କେବେ କିଛି ଜୀବନୀ କି ଆସିବନି। ଭଗବାନଙ୍କ ଉପରେ ଆପଣ ଅବିଶ୍ୱାସ କରିବେ, ଭଗବାନଙ୍କର କିଛି ଲସ୍ ହବନି। ଯାହା ଲସ୍ ହବା କଥା ଆପଣଙ୍କର। ଖାଇବା ଜିନିଷ ଆପଣଙ୍କ ଆଗରେ ଥୁଆ ହେଇଛି, ଆପଣଙ୍କ ଘର ବାଡିରେ ବାଇଗଣଟା ଫଳିଛି ମାଟିରୁ, ଭେଣ୍ଡିଟା ହେଇଛି ମାଟିରୁ, ଧାନଟା ହେଇଛି ମାଟିରୁ, ଆଳୁଟା ହେଇଛି ମାଟିରୁ। ଆପଣ ତାପରେ ଅବିଶ୍ୱାସ କରିବେ। ଅବିଶ୍ୱାସ କଲେ ଭୋକରେ ମରିବେ ଆଉ କଣ, ବିଶ୍ୱାସ କଲେ ଖାଇକି ବଞ୍ଚିବେ। ଯେତେବେଳେ ମ୍ୟାଡମକୁ ମୁଁ ଅନୁମତି ନେଇକି ତାଙ୍କୁ ଏଭଳି କଥାବାର୍ତ୍ତା କଲି, ମ୍ୟାଡମ ଠିକ ଲାଇନକୁ ପଳେଇ ଆଇଲେ। ମୁଁ ଯଦି କହିଥାନ୍ତି ଜଣେ ପ୍ରିନ୍ସିପାଲ, ବହୁତ ପ୍ରେଷ୍ଟିଜିୟସ୍ ଲୋକ, ତାଙ୍କୁ ମୁଁ ସମ୍ମାନର ସହିତ କଥା ହେବି, ହଁ ମ୍ୟାଡମ ଆପଣ ଯାହା କହୁଛନ୍ତି ଠିକ ମ୍ୟାଡମ, ଏମିତିଆ କଥାବାର୍ତ୍ତା ଦୟାକରି କାହା ସହିତ କରିବେନି। ଉଚିତ ସମ୍ମାନ ଦେବେ, ଉଚିତ ଫ୍ୟାକ୍ଟଟା ଲୋକଙ୍କ ପାଖରେ ରଖିବେ, ସେ ଲୋକ ମାନିବେ। ଯଦି ମୁଁ ତାଙ୍କୁ ଅପର୍ଯ୍ୟାପ୍ତ ତେଲ ମାଲିସ ଭଳି କଥାବାର୍ତ୍ତା କରିଥାନ୍ତି, ମ୍ୟାଡମ ଆପଣ ଜଣେ ମହାନ ଲୋକ, ଜ୍ଞାନୀ ଲୋକ, ଜଣେ ପ୍ରିନ୍ସିପାଲ, ଆପଣଙ୍କ ପାଖରେ ଏତେ ନଲେଜ ଅଛି, ଏତେ ଏକ୍ସପିରିଏନ୍ସ ଅଛି, ଏତେ ଟ୍ୟାଲେଣ୍ଟ ଅଛି, ଆପଣ କଲେଜ ଚଲଉଛନ୍ତି, ଆପଣ ସ୍କୁଲ ଚଲଉଛନ୍ତି, ଆପଣଙ୍କୁ ମୁଁ କଣ ବୁଝେଇବି? ଗଲା ସେ ମୋ ଉପରେ ଚଢି ଯାଇଥାନ୍ତି। ସୁଶାନ୍ତ ବାବୁ ବୁଝୁଛନ୍ତି, ବିଷୟ ବୁଝୁଛନ୍ତି, ଅନ୍ନପୂର୍ଣ୍ଣା ମ୍ୟାଡମ ବୁଝୁଛନ୍ତି ନା ନାଇଁ? ମୁଁ କଣ କଲି, ସେପଟେ ପୁରୀରେ ଥିଲେ, ସେ ଭୁବନେଶ୍ୱର ପଳେଇଛନ୍ତି, ମତେ କହିଲେ ସାର୍ କି ସମୟ ଦିଅ। ମୁଁ ସମୟ ଦେଲି। ଯେତେବେଳେ ମୁଁ ତାଙ୍କୁ ଟୁ ଦ ପଏଣ୍ଟ ଟକ୍ କଲି, କିଛି ସମୟ ପରେ ସେ ଯୋଉ ପ୍ରିନ୍ସିପାଲ ମ୍ୟାଡମ କହିଲେ ନାଇଁ କେଦାର ବାବୁ ଯାହା କହୁଛନ୍ତି ଠିକ, ଯଦି ଆ ଭିତରେ ସେବା ଅଛି, ମୁଁ ସେଠି କଲେଜରେ କାମ କରି କରି ମୋର ବିପି ବଢିଗଲାଣି, ଡେଲି ବିପି ବଟିକା ଖାଉଛି, ଏଠି ସେବା ଦେଲେ ମୋର ବିପି ବଟିକା ଛାଡିଯିବ, ଖୁସିରେ କଥାବାର୍ତ୍ତା କରିପାରିବି ଲୋକଙ୍କ ସହିତ। ମୁଁ କହିଲି ମ୍ୟାଡମ ଆପଣଙ୍କ ସହିତ ମୁଁ ଯୋଉ କଥାବାର୍ତ୍ତା କରୁଛି, ମୁଁ ଆପଣଙ୍କୁ ମାର୍କେଟିଂ ପିଲା ଭଳିଆ ଲାଗୁଛି? କହିଲା ନାଇଁ। ମୁଁ କହିଲି ମୁଁ ଆପଣଙ୍କୁ କିଛି ପ୍ରଡକ୍ଟ ବିକିଲା ଭଳିଆ କଥାବାର୍ତ୍ତା କରୁଛି? କହିଲେ ନାଇଁ। ମୁଁ କହିଲି ମୁଁ ଆପଣଙ୍କୁ ମୋଟିଭେଟ କରୁଛି? କହିଲେ ନାଇଁ। ମୁଁ କହିଲି କିଛି ପ୍ରଡକ୍ଟ ଡେମୋ ଦେଖଉଛି? କହିଲେ ନାଇଁ। ମୁଁ କହିଲି ଆପଣଙ୍କ ପକେଟରୁ କିଛି ମନି ବାହାର କରିବା ପାଇଁ ମୁଁ ଟ୍ରିକ୍ ତରିକା ବ୍ୟବହାର କରୁଛି? କହିଲେ ନାଇଁ। ମୁଁ କହିଲି ଆପଣଙ୍କର ଇଚ୍ଛା ହଉଛି ଆସିବେ, ସେବା ଦେବେ, ପୁଣ୍ୟ କମେଇବେ, ଇଚ୍ଛା ହଉନି ଆସିବେନି। ତାପରେ ସେ ଲାଷ୍ଟ କହିଲେ ନାଇଁ ମୁଁ କାମ କରିବି। ମୁଁ ଆପଣଙ୍କୁ କଣ ତରିକା କହୁଛି, କାରଣ ଆମେ ମାନେ ମ୍ୟାକ୍ସିମମ୍ ସମୟରେ ଗୋଟେ ମୋଟିଭେସନ ଦୁନିଆକୁ ପଳଉ ଆଉ କନଭିନ୍ସ ଦୁନିଆକୁ ପଳଉ। ଏ ଦିଟା ଏକ ଦୁନିଆ ଖତରନାକ। କନଭିନ୍ସ ଦୁନିଆ ମାନେ ତେଲ ମାଲିସ କରିବା, ସେଠି ନଲେଜ ଆମ ପାଖରେ ଅଧିକ ନଥାଏ, କମ ନଲେଜ, ସ୍ୱଳ୍ପ ବିଦ୍ୟା ଭୟଙ୍କରୀ ରୂପ ନିଏ ଏବଂ ଅପୋନେଣ୍ଟ ଲୋକଟି ଆମ ଉପରେ ହାବି ହେଇଯାଏ। ମୋଟିଭେସନ ଦୁନିଆଟା ଆହୁରି ଭୟଙ୍କର। ମାନେ ଆପଣ ଯେତେବେଳେ ଲୋକଙ୍କୁ ଇଫ ହି କ୍ୟାନ, ଇଫ ସି କ୍ୟାନ, ଦେନ୍ ହ୍ୱାଇ ନଟ୍ ଆଇ, ହ୍ୱାଇ ନଟ୍ ୟୁ, ହ୍ୱାଇ ନଟ୍ ମି, everybody can do, nothing is impossible all across the world, everything is possible, you just continue your work continuously, you do that, day will come, you will be successful. ଏଗୁଡିକ ହଉଛି ମୋଟିଭେସନାଲ ସ୍ପିକର ସେଣ୍ଟେନ୍ସ। ଦୟାକରି ଏ ସେଣ୍ଟେନ୍ସ ବି ଆମ ସେବା ରାଇଜରେ ଆପଣ ବସେଇବେନି କେବେ। ସିମ୍ପଲ ତରିକାରେ ଲୋକଙ୍କର ତେଲ ଲୁଣ ସଂସାର ବିଷୟରେ କଥାବାର୍ତ୍ତା କରିବେ। ଭାଇ ଲୋକ ନିଡ୍ ପୂରଣ କରିବା ପାଇଁ ପରିଶ୍ରମ କରନ୍ତି, ପେଟ ଚାଖଣ୍ଡକ ପାଇଁ ନାଟ, ସେଇଟା ପୁରିଲା ପରେ ଗାଡି ପାଇଁ ନାଟ, ସେଇଟା ପୁରିଲା ପରେ ମୋବାଇଲ ପାଇଁ ନାଟ, ସେଇଟା ପୁରିଲା ପରେ ଏକ୍ସଟ୍ରା ପଇସା ପାଇଁ ନାଟ, ସେଇଟା ପୁରିଲା ପରେ ପିଲାଙ୍କର ଏଜୁକେସନ ପାଇଁ ନାଟ, ସେଇଟା ପୁରିଲା ପରେ ଟିକେ ଜାଗା ବାଡି କିଣିବା ପାଇଁ ନାଟ। ଦେଖିଲେ ଗୋଟେ ଲୋକର ଯଦି ଡେଲି ଖାଇବା ପାଇଁ ଅସୁବିଧା ହଉଥିବ, ସେ 2 ମୁଠା ଖାଇବାକୁ ପାଉନଥିବ, ଦେଖିବା ତା ଜୀବନରେ ପଶିଲେ କେମିତି ମୋବାଇଲ ଗୋଟେ କିଣିଦବ ଭାବିଥିବ, ପଶିଲେ ତା ଜୀବନରେ କେମିତି ସେ ଗୋଟେ ଜାଗା କିଣିବା କଥା ଭାବିଦବ। ତାମାନେ ସେଠି କୁହାଯାଇଛି ପ୍ରକୃତରେ ପେଟ ପାଇଁ ନାଟ ଫ୍ୟାକ୍ଟ। ଭଗବାନ ଆମକୁ ତାଠୁ ବହୁତ ଉର୍ଦ୍ଧ୍ୱକୁ ନେଇ ଆସିଛନ୍ତି, ଆମ ନିଡ୍ ରୁ ଟିକେ ନେସେସିଟି ଆଡକୁ ଆଣିଛନ୍ତି।
आमे मोबाइल पाई नाट टीवी पाई नाट इलेक्ट्रिक बिल पाई नाट पिला पाठ पढ़ा पाई नाट घर करने नाट कार किनिया नाट सेवा करने नाट ताने आमे बहुत ऊर्ध्व आनी भगवान आ से सेवा दुनिया रे पशिले जो मैक्सिमम लोक जीवन रे अस्थिरता अच्छी इनबालांस अच्छी ताकू बालांस को आनिबार गोटे रेस्पॉन्सिबिलिटी भगवान हमको देइचंती रेक्सलर भीतर देकी तेणु सिंपल तरीका लोक कहीदेवा आज सकाଳେ ମୁଁ ଗୋଟେ ଲୋକ ସହିତ କଥା ହଉଥିଲି ପ୍ରୋଗ୍ରାମ ସରିଲା ପରେ ମତେ କହିଲେ ତାହେଲେ କେଦାର ବାବୁ 350 ଟଙ୍କା ତାପରେ 500 ଟଙ୍କା ତାପରେ 3399 ଟଙ୍କା ତାପରେ 3300 ଟଙ୍କା ତାପରେ 7000 ଟଙ୍କା ମିଶେଇଲେ କେତେ ହେଲା ମୁଁ କହିଲି 14-15 ହଜାର ନା ତାହେଲେ ଏ କମ୍ପାନୀଟା ଜି ମରା କମ୍ପାନୀ ଆଉ ମାନେ ଇମାଜିନ କରନ୍ତୁ କୋଉ ଟାଇପର ଲାଙ୍ଗୁଏଜ ୟୁଜ କଲା ମୁଁ ଆଉ କହିପାରୁନି ସେ ଲାଙ୍ଗୁଏଜଟା ଯେତେବେଳେ ସେ କହିଲା ମୁଁ ଫଟକିନା କହିଲି ମୁଁ ଆପଣଙ୍କୁ ବଡ ଜି ମରା ଦୁନିଆରେ ବି ନଥିବେ ସେ ଆଶ୍ଚର୍ଯ୍ୟ ହେଇଗଲା ସେ କେବେ ଆଶା କରିନଥିଲା ମୁଁ ଏଇଭଳିଆ ତାକୁ କହିବି ବୋଲି ମୁଁ କହିଲି ଆପଣ ଯୋଉ ଭାଷାଟି ୟୁଜ କଲେ ସେଇ ଭାଷାଟି ଶୁଣିବା ପାଇଁ ପ୍ରସ୍ତୁତ ହେଇଯାଆନ୍ତୁ ଆପଣ ଆଉ ଗୋଟେ ଅଭଦ୍ର ଭାଷା କହିବେ ମୋଠୁ 2ଟା ଶୁଣିବେ ଆପଣ 2ଟା କହିବେ ଆପଣ 4ଟା ଶୁଣିବେ ଆପଣ ଯେମିତି ବିହେଭ କରିବେ ସେଇଭଳିଆ ବିହେଭ ପାଇବେ ଆପଣ କୁହନ୍ତୁ ଆପଣ ମୋ କମ୍ପାନୀକୁ ଜି ମରା କହିଲେ ଆପଣ ଜଣେ ଜି ମରା କି ନୁହଁ ଆପଣ ଇମାଜିନ କରିବେନି ଗୋଟିଏ ସେଣ୍ଟେନ୍ସ ରେ ବାଟକୁ ପଳେଇ ଆସିଲେ ମୁଁ କହିଲି ଜାଣିବାକୁ ଚାହୁଁଛନ୍ତି ନା ଯୁକ୍ତି କରିବାକୁ ଚାହୁଁଛନ୍ତି ନା ମୁଁ ଜାଣିବାକୁ ଚାହୁଁଛି ମୁଁ କହିଲି ତାହେଲେ ଅଭଦ୍ର ଭାଷାକୁ ପ୍ରଶ୍ରୟ ଦିଅନ୍ତୁ ଏଠି ଜାଣନ୍ତୁ ରେକ୍ସଲର କଣ କେମିତି ଜି ମରା ନୁହଁ ଆପଣ ରେକ୍ସଲର କୁ ଜି ମାରିବେ ସେଇଟା ବୁଝନ୍ତୁ ନା ମୁଁ କେମିତି ମାରିବି ମୁଁ କହିଲି ସେଟା ବୁଝୁନାହାନ୍ତି ବୁଝନ୍ତୁ ଗୋଟି 5 ମିନିଟ ଭିତରେ ବୁଝେଇଦେଲା ପରେ ଲାଷ୍ଟକୁ କହିଲେ ହଁ ଆଧରେ ବଢିଆ ଅଛି ମୁଁ କହିଲି ତାହେଲେ ବର୍ତ୍ତମାନ ଯେତେବେଳେ ଆପଣଙ୍କୁ ମାରିବାର ସୁଯୋଗ ମିଳିଲା ରେକ୍ସଲରକୁ ଠକିବାର ସୁଯୋଗ ମିଳିଲା ସେତେବେଳେ ବହୁତ ବଢିଆ ଆଉ ନ ବୁଝିକି ରେକ୍ସଲରକୁ ଗାଳି ଦବା ଏଇଟା ଠିକ ଥିଲା ନା ଭୁଲ ଥିଲା ନା ସାର୍ ଭୁଲ ଥିଲା ମୁଁ କହିଲି ତାହେଲେ ସରି କୁହନ୍ତୁ ଆଗ ସରି କହିଲା ମୁଁ କାହିଁକି ଏତେ ଦମର ସହିତ କଥାବାର୍ତ୍ତା କରୁଛି କହିଲେ କାରଣ ମୁଁ ରେକ୍ସଲରକୁ ପୁରା ଡିପଲି ଭିତରୁ ଷ୍ଟଡି କରିସାରିଛି 12 ବର୍ଷର ଇତିହାସକୁ ମୁଁ ଷ୍ଟଡି କରିସାରିଛି ରେକ୍ସଲର କୌଣସି ମୁହୂର୍ତ୍ତରେ କାହାଠୁ କିଛି ନଉନି ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କୁ ଦବା ପାଇଁ ଅନିରଛି ଆଉ ତା ବାଦେ ଆପଣ ଦୟାକରି କନଫ୍ୟୁଜ ହୁଅନ୍ତୁନି ସହାୟତା ରାଶି ଦବାର ଅଛି ଆଗ ଦେଇ ଦିଅନ୍ତୁ ଇଚ୍ଛା ହଉନି ଦବାକୁ ଦିଅନ୍ତୁନି ୱେଟ୍ କରନ୍ତୁ ଆପଣ କହିବେ ମୁଁ 3000 ଟଙ୍କା 3399 ଟଙ୍କା ଦେଇଦେବି ଯଦି କମ୍ପାନୀ ନେଇକି ପଳେଇଲା ତାହେଲେ ଟୋଟାଲି ଦିଅନ୍ତୁନି 15,000 ନେଇକି 7,20,000 ଟଙ୍କା ପର୍ଯ୍ୟନ୍ତ ଏଠୁ ମିଳିବ ଟୋଟାଲି ବିଶ୍ୱାସ ହିଁ କରନ୍ତୁନି ଯୋଉଦିନ ଆପଣଙ୍କର ବିଶ୍ୱାସ ହବ ସେଦିନ ଦିଅନ୍ତୁ 3,300 ଟଙ୍କା ଦେଇଦେଲେ ଯଦି କମ୍ପାନୀ ବନ୍ଦ ହେଇଯିବ ଲୋନ 7,000 ତାପରେ 10,000 ତାପରେ 10,000 ତାପରେ 10,000 ଏମିତି 47,000 ପ୍ରଥମ ବର୍ଷ ଦ୍ୱିତୀୟ ବର୍ଷ 80 ତୃତୀୟ ବର୍ଷ 1.5 ଲକ୍ଷ ଚତୁର୍ଥ ବର୍ଷ 2,40,000 ଅନୁବାଦ ସେମିତି ପାଇ ଚାଲିବା ମୋର କାହିଁ ବିଶ୍ୱାସ ହଉନି ଯଦି ଆପଣଙ୍କ ମନରେ ଆସିଲା ଦିଅନ୍ତୁ 3,300 କିନ୍ତୁ ରାଠୋର ସାର୍ ପ୍ଲାନ୍ ଟା କେମିତି ଡିଜାଇନ କରିଛନ୍ତି ଆପଣଙ୍କ ଜୀବନକୁ ଆସ୍ତେ ଆସ୍ତେ ସଜାଡି ନଉଛନ୍ତି 350 ଟଙ୍କାରେ ଏକ୍ସଟ୍ରା ପଇସା ଦେଇକି ଆପଣଙ୍କ ଜୀବନର ପକେଟ ମନି ବାହାର କଲେ ଆସ୍ତେ ଆସ୍ତେ ଟିମ୍ ବନିଲା ରାସନ ଖାଇଲେ ପରିବାର ଟିକେ ସମ୍ଭାଳି ଗଲା ପୁଅ 2 ପଇସା 350 500 700 ଇନକମ କଲା ଝିଅ ଇନକମ କଲା ସ୍ୱାମୀ ଇନକମ କଲା ଆପଣ ଇନକମ କଲେ ପରିବାରକୁ ଏକ୍ସଟ୍ରା 2-3 ହଜାର ଟଙ୍କା ମାସକୁ ଆସିଲା ପରିବାରର ଇନବାଲାନ୍ସ ଟିକେ ସଜାଡି ହେଲା ପରିବାରର ସମସ୍ତଙ୍କ ପାଇଁ 500 ଟଙ୍କା ଲେଖା ରାସନ ହେଲା ଗ୍ରୋସରୀ ଟିକେ ସମ୍ଭାଳି ହେଇଗଲା ଟିକେ ଶାନ୍ତିରେ ଖାଇଲେ ପିଇଲେ ଚଳିଲେ ତାପରେ ସେଠୁ ସହାୟତା ରାଶି କଥା ଚିନ୍ତା କଲେ 3,399 ଟଙ୍କା ଲେଖା ସମସ୍ତଙ୍କ ନାଁରେ ଦେଇଦେଲେ ବର୍ଷକୁ ସମସ୍ତଙ୍କ ନାଁରେ 10-15 ଟଙ୍କା ଲେଖା ଆସିଲା 5 ଜଣ ପରିବାରର ଲୋକ 75,000 ଟଙ୍କା ଆସିଲା ଆପଣଙ୍କର ଲାଇଫ ଟିକେ ବାଲାନ୍ସ ହେଲା ସେବା ଦେଇ ଚାଲିଲେ ଚାଲିକି ସେବା କରୁନାହାନ୍ତି କିଛି ଗାଡିରେ ଯିବା ଦରକାର ନାହିଁ ବସରେ ଯାଇକି ସେବା ଦଉନାହାନ୍ତି ଗୋଟେ ପଞ୍ଚାୟତରୁ ଆଉ ଗୋଟେ ପଞ୍ଚାୟତକୁ ଚାଲିକି ପଳଉନାହାନ୍ତି ମଜାରେ ମର୍ଣ୍ଣିଂ ୱାକରେ ପଇସା ନାହିଁ ଯଦି କିଛି ଅସୁବିଧା ନାହିଁ କିଛି ବ୍ୟସ୍ତ ହବାର ନାହିଁ ସୁଶାନ୍ତ ଜାଣିଛନ୍ତି ମତେ ମୋ ଶ୍ୱଶୁର ଘର ଗାଁ ପାଖରେ ସେ ମୋର ରିଲେସନ ଭାଇ ମୋ ସାଇକେଲ ଚଲେଇବା ବି ସେ ଦେଖିଛନ୍ତି ମୋ ଭଙ୍ଗା ଗାଡି ଚଲେଇବା ବି ସେ ଦେଖିଛନ୍ତି ସାଇକେଲରେ ଯିବା ଆସିବା କରିବା ବସରେ ଯିବା ଆସିବା କରିବା ଚାଲିକି ଯିବା ଆସିବା କରିବା ସବୁ ସେ ଦେଖିଛନ୍ତି ମୋର ଉତ୍ଥାନ ଦେଖିଛନ୍ତି ମୋର ପତନ ବି ସେ ଦେଖିଛନ୍ତି ତେଣୁକରି ଜୀବନର ପ୍ରତ୍ୟେକଟି ମୋଡ ଭଗବାନ ତିଆରି କରନ୍ତି ଆମ କର୍ମ ଅନୁସାରେ ଆମକୁ କର୍ମଫଳ ଦିଅନ୍ତି ये जो सेवा दुनिया को आम आसिले आम एटी काहाकू चाहिले भी ठकी परिबानी मार्केटिंग दुनिया रे कथार छल रे लोक माने लोकन को ठकी दियंती आखि भल होई जिवो पेट भल होई जिवो अंटा भल होई जिवो आंठू भल होई जिवो गैस भल होई जिवो आगे टोटाली व्यस्त होतुनी निद होउनी निद भल होई जिवो जेमते हमर गोटे डॉक्टर एई भलिया प्रेस्क्रिप्शन देकरी केते लोकन को केते प्रोडक्ट आमे किने देइछु ता कर्मफल आमे भोगिबानी आज मो जीवन रे जेति कि मो हैरान हेइछि बा होउछि बा आगु को हेबी
বা ଯେତିକି ସଜାଡି ହେଲାଣି ବା ସଜାଡି ହଉଛି ବା ଆଗକୁ ଯେତିକି ସଜାଡି ହବ ସେ ସବୁ ପାଇଁ ମୁଁ ଦାୟୀ, ଆଉ କେହି ଦାୟୀ ନୁହଁ। ସୁଶାନ୍ତ ଜୀବନ ପାଇଁ ସୁଶାନ୍ତ ଦାୟୀ, ବିଶ୍ୱବାବୁଙ୍କ ଜୀବନ ପାଇଁ ବିଶ୍ୱବାବୁ ଦାୟୀ, ଅନ୍ନପୂର୍ଣ୍ଣା ମ୍ୟାଡମଙ୍କ ପାଇଁ ଅନ୍ନପୂର୍ଣ୍ଣା ମ୍ୟାଡମ ଦାୟୀ, ଛବିରାଣୀ ମ୍ୟାଡମଙ୍କ ପାଇଁ ଛବିରାଣୀ ମ୍ୟାଡମ ଦାୟୀ, ଆପଣ ଯେତେ ଜଣ ଅଛନ୍ତି ଆପଣ ସମସ୍ତେ ସମସ୍ତଙ୍କ ଜୀବନ ପାଇଁ ଦାୟୀ। କିନ୍ତୁ ରାଠୋର ସାର୍ ଆମକୁ ଗୋଟେ ସୁନ୍ଦର ମୌକା ଦେଲେ ଯେ ଆମେ ଆଉ ଅଲଗା କିଛି ଭାବି ହିଁ ପାରିବାନି, କାହାକୁ ଡକ୍ଟର ଭଳିଆ ଟ୍ରିଟମେଣ୍ଟ କରିବାନି, ବିନା ସିମ୍ପଲ ତରିକାରେ କଥା ହବା, ଭାଇ ଏଠି ଏଇଆ ଅଛି ଆସନ୍ତୁ ଭଲରେ ରହିବା। ଗୋଟେ ଲୋକ ଦାନବୀର ହରିଶ୍ଚନ୍ଦ୍ର ଭଳିଆ ରାଠୋର ସାର୍ ବାଣ୍ଟୁଛନ୍ତି, ଭାଇ ଆସନ୍ତୁ ନବା, ଜୀବନକୁ ସଜାଡି ଦବା। ଏବଂ ଯେତେ ଲୋକଙ୍କୁ ଆଣିବା ରାଠୋର ସାର୍ ସେତେ ଦେଇକି ଖୁସି ହଉଛନ୍ତି, ନ ଆଣିଲେ ସେ ଆମକୁ କହୁଛନ୍ତି ଆମେ ହେଲୁ ସ୍ୱାର୍ଥପର। ଆସନ୍ତୁ ଆଣିବା ଲୋକଙ୍କୁ, ଗାଁ ଗାଁ ନେଇ ଆସିବା, ପଞ୍ଚାୟତ ପଞ୍ଚାୟତ ନେଇ ଆସିବା, ଚିହ୍ନା ପରିଚୟ ଲୋକ ଯୋଉ ବାହାଘର ସମୟରେ ଯେତେ ଲୋକଙ୍କୁ ଡାକିଲେ ତାଙ୍କୁ ସବୁ ଡାକିବା, ଆସ ରାଠୋର ସାର୍ ଦଉଛନ୍ତି ଆସ ନବା। ଏଇ କାମଟା ଯଦି ଆମେ ଠିକରେ କରିନେଲେ ହାର୍ଡଲି ବର୍ଷେ 2 ବର୍ଷ ଭିତରେ ଆମ ଜୀବନ ପଟି ଉପରକୁ ପଳେଇ ଆସିବ, ଇନବାଲାନ୍ସ ଟା ବାଲାନ୍ସ ହେଇଯିବ, କେତେ ଲୋକଙ୍କ ଜୀବନ ଚେଞ୍ଜ ହେଇଯିବ। ଆଉ ଯଦି ବି ଗୋଟେ ନେଗେଟିଭ କିଛି ସମୟ ପାଇଁ ଭାବିଦବା, ଖାଲି ପଜିଟିଭ କଥାବାର୍ତ୍ତା କରିବା ରଙ୍ଗ ନା। ଯଦି ରେସଲର ବନ୍ଦ ବି ହେଇଗଲା କଣ ନେଇଯିବ ଯେ ଆମଠୁ, କେତେ କଣ ଦେଇକି ସେ ପଳେଇ, ଏବଂ 12 ବର୍ଷ ଭିତରେ 12,000 କୋଟି ଟଙ୍କା ସେ ବାଣ୍ଟି ସାରିଲାଣି, କେତେ ଲୋକଙ୍କ ଜୀବନକୁ ସଜାଡି ସାରିଲାଣି। ଯଦି ଆମ ଭାଗ୍ୟ ଖରାପ ଥିବ ଆଜି ରେସଲର ବନ୍ଦ ହେଇଗଲା, ଯାଇ ଯାଇ 850 ଯିବ ଆଉ କଣ, ଦେଇ ଆଉ 3,399 ଟଙ୍କା ଦେଇଛି ସେଟା ପଳେଇବ ଆଉ କଣ, ନହେଲେ 3,300 ଟଙ୍କା ଲୋନ ପାଇଁ ଦେଇଛି ସେଟା ପଳେଇବ ଆଉ କଣ। ତ କାଙ୍ଗାଳ ହେଇଯିବାନି, ଭିକ ମାଗିବାନି, ତ ବର୍ବାଦ ତ ହେଇଯିବାନି। ଜମିବାଡି ବିକିକି ରେସଲରକୁ ଦେଇ ଦେଇଛେ, ଲୋକ ଚାକିରିଟେ ପାଇଁ 10 ଲକ୍ଷ ଦେଇ ଦିଅନ୍ତି, 5 ଲକ୍ଷ ଦେଇ ଦିଅନ୍ତି, ଯେ ଖାଇଦିଏ, ସେଠି ଲୋକ ବର୍ବାଦ ହେଇଯାଆନ୍ତି। ରେସଲରରେ ଟୋଟାଲ ମିଶେଇ ଦେଲେ 5ଟା ଯୋଜନାରେ 14-15 ହଜାର ବି ଆମେ ଦଉନେ। ଯଦି ରେସଲର ବନ୍ଦ ହେଇଗଲା କଣ ହେଇଯିବ ଆମର, କିଛି ହବନି। ଯେମିତି ଚାଷବାସ କରୁଥିଲେ ଆମେ କରିବା, ଯେମିତି ଚାକିରି ବେପାର କରୁଥିଲେ ସେମିତି କରିବା, ଯିଏ ଯାହା ପ୍ରଫେସନ ଯେମିତି କରୁଛନ୍ତି କରିବେ। କିନ୍ତୁ ଗୋଟେ ସୁନ୍ଦର ମୌକା ଏବେ ଭଗବାନ ଦେଇଛନ୍ତି ଆମକୁ ରାଠୋର ସାର୍ଙ୍କ ଥ୍ରୁରେ, ରେସଲର ୱେଲଫେୟାର ଫାଉଣ୍ଡେସନ ଥ୍ରୁରେ, ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ସବୁଠୁ ବେଷ୍ଟ ଲାଇସେନ୍ସ ଗୁଡ଼ିକ ରେସଲରକୁ ମିଳିଛି। ସାରା ଭାରତରେ 3.5 ଲକ୍ଷ ଏନଜିଓ ଭିତରୁ ଗୋଟିଏ ଏନଜିଓ ମାତ୍ର ହଉଛି ରେସଲର ୱେଲଫେୟାର ଫାଉଣ୍ଡେସନ। ଆର କୌଣସି ସେକେଣ୍ଡ କମ୍ପିଟିଟର ନାହାନ୍ତି, ନା ଆଜିକି 80 ବର୍ଷ ତଳେ ଥିଲେ, ନା ଏବେ କିଏ ରେସଲର ଭଳିଆ ମାର୍କେଟରେ ଅଛି, ନା ମୋ ନଜରରେ ଆଗକୁ କିଏ ଏମିତି ବଡା ଦିଲ ବାଲା ଆସିବ। ନେକ୍ସଟ ଟୁ ଇମ୍ପସିବଲ, ୱାର୍ଲଡ ମାର୍କେଟରେ ବି ଷ୍ଟଡି କରନ୍ତୁ, ରେସଲର ୱେଲଫେୟାର ଫାଉଣ୍ଡେସନ ଭଳିଆ 5ଟି ଯୋଜନାର ସେବା ଆଉ କେହି ଦଉନାହାନ୍ତି, ଓନଲି ରେସଲର। ପ୍ରାଉଡ ଫିଲ୍ କରନ୍ତୁ, ଗୋଟେ ବେଷ୍ଟ ଏନଜିଓ ସହିତ ଆମେ ଅଛେ, ବେଷ୍ଟ ସେବା ଅର୍ଗାନାଇଜେସନ ସହିତ ଅଛି। ଜୀବନ ନୁହଁ ଆମ ଜେନେରେସନ ଚେଞ୍ଜ ହେଇଯିବ, ବୁଝିଲେ। ଅଧିକ କହିଲେ ଆପଣ ମାନେ ଭାବିବେ କେଦାର ସାର୍ ଗାଳି କରିଦଉଛନ୍ତି ମଝିରେ ମଝିରେ, ଜୋରେ କହିଦଉଛନ୍ତି ମଝିରେ ମଝିରେ। କାହିଁକି ମୁଁ ଜୋରେ ଗାଳି କରିଦିଏ ଲୋକଙ୍କୁ କହିଲେ, କାରଣ ସେବା କାମରେ ଯିଏ ପ୍ରଶ୍ନ ଉଠେଇବ ମୁଁ ତାଙ୍କୁ ସହିପାରେନି, ମୁଁ ତ ଛାଡିବିନି। ଆଉ ଏଇଟା ମତେ ସୁଶାନ୍ତ ଆଗରୁ ଜାଣିଛନ୍ତି ମୁଁ ସେଇ ଟାଇପର ଲୋକ, ତେଣୁକରି ମୋ କଥା ଯଦି କାହାକୁ ମଝିରେ ମଝିରେ ଖରାପ ଲାଗୁଥାଏ, ସରି ଫର ଦ୍ୟାଟ। ଏବେ ପଚାରି ପାରନ୍ତି ଆଉ ଯଦି କିଛି ପଚାରିବାକୁ ଚାହୁଁଛନ୍ତି। ନା ନା ସାର୍ ଆଉ କିଛି ପଚାରିବ ନା, ଆପଣ ଆସିଲେ ମରୁଭୂମିରେ ପୁରା ପାଣି ପଡିକି ଯେମିତି ଗଛଟା ପୁରା ଚାଙ୍ଗା ହେଇଯାଏ ସେମିତି ଚାଙ୍ଗା ହେଇଯାଉଛୁ ଆମେ। ବିଶ୍ୱବାବୁ ଆପଣ ମାନେ ସମସ୍ତେ ମହାନ ମହାନ ଲିଡର, ସୁଶାନ୍ତ ହୁଅନ୍ତୁ, ଆପଣ ହୁଅନ୍ତୁ, ବାକି ଆପଣଙ୍କ ଟିମରେ ଯେତେ ସବୁ ବଡ ବଡ ଲିଡର ଅଛନ୍ତି, ମୁଁ ତ ସମସ୍ତଙ୍କ ସହିତ ମିଶି ପାରିନି, କେବେ ସୁଯୋଗ ମିଳିଲେ ମିଶିବି। ସୁଶାନ୍ତ ମତେ ନୟାଗଡ଼ ମିଟିଂ କଥା ଅଲଗା ଆଡେ କଥା କହୁଛନ୍ତି, ଦେଖିବା ଆ ଭିତରେ କେବେ ଏଇ ମାସ ଭିତରେ କେବେ ଗୋଟେ ସମୟ ବାହାର କରିକି ଆପଣ ମାନଙ୍କ ସହିତ ଥରେ ଗୋଟେ ଫିଜିକାଲି ଗେଟ ଟୁଗେଦର କରିବା, ବସିବା, ସହାୟତା ରାଶି ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାନ୍ତୁ, ଲୋକମାନଙ୍କୁ ଜଣାନ୍ତୁ ତାଙ୍କ ଜୀବନକୁ ଚେଞ୍ଜ କରିବାର ଅଛି, କୁଇକ ଡିସିସନ ନେବେ, ଲୋନ ପାଇବାର ଅଛି, କୁଇକ ଡିସିସନ ନେବେ, ତାପରେ ସେଭିଙ୍ଗସ ଆଣ୍ଡ ସାଲାରୀ ଯୋଜନା ତାପରେ ଆଣିବେ। ଅନ ହେଇଗଲାଣି କିନ୍ତୁ ଆମେ ଆପଣଙ୍କୁ କହୁନୁ ସେଭିଙ୍ଗସ ଆଣ୍ଡ ସାଲାରୀରେ, କାହିଁ କହୁନୁ କହିଲେ, ରାଠୋର ସାର୍ଙ୍କର ଏଇଟା ସିଗ୍ନାଲ ଯେ ଲୋକ ପାଆନ୍ତୁ ତାପରେ ସେ ଦିଅନ୍ତୁ। ଲୋକ ନ ପାଇକି ଦେଲେ ତାଙ୍କ ମନରେ ପ୍ରଶ୍ନ ଆସିବ, 3,399 ଟଙ୍କା ଦେଇକି 5,000 ପାଆନ୍ତୁ, ତାପରେ 3,300 ଟଙ୍କା ଦେଇକି 7,000 ପାଆନ୍ତୁ, ତାପରେ ତାଙ୍କର ଯଦି ଇଚ୍ଛା ହେଲା ସେଭିଙ୍ଗସ କରିବେ 7,000, ଯଦି ଇଚ୍ଛା ନହେଲା ନ କରନ୍ତୁ। ମାନେ ମାଛ ତେଲରେ ମାଛ ଭାଜନ୍ତୁ ବୋଲି ରାଠୋର ସାର୍ ଆମକୁ ରାସ୍ତା ଦେଖାଉଛନ୍ତି, ବୁଝିପାରୁଛନ୍ତି। ଆଜ୍ଞା ଆଜ୍ଞା। ଭେରି ଗୁଡ।